ସେ ଆମ ପାଇଁ ନିଷ୍ପ୍ର ସାଜି ଯାଇଛନ୍ତି। ଆମେ ତାକୁ ଯେତେ ହାତ ଯୋଡ଼ି ଅନୁରୋଧ କଲେ ମଧ୍ୟ ତମ ପଦ ତଳେ ପଡ଼ି ମଥାକୁ ପିଟି ଦେଲେ ମଧ୍ୟ ଶୁଣିବେ ନାହିଁ ରେ ଦାଦା। আজি সত্য ধর্মকে বিচার করিবাকু যাই রাজদণ্ড ছত্র সবু দান করে দেইছি, ହେଲେ ଦକ୍ଷିଣା କେଉଁଠୁ ଦେବି ବୋଲି ମୁଁ ଭାବି ପାରୁନି। କୋପ କରି ଋଷି ବିଶ୍ୱାମିତ୍ର ନିଶ୍ଚୟ ଦେବେ ଅଭିଶାପ। ନଦେଲେ ଦକ୍ଷିଣା ପୁଣ୍ୟ ହୁଏ ହୁଣା, ସତେ କି କ୍ଷମିବେ ସେହି ଦାନ ରୂପେ ଦେଲି ରାଜଦଣ୍ଡ ଛତ୍ର କୋପେ ହେବେ ସେ ଗୋସାଇଁ। রাজা হই আজি হইলি ভিকারি, খাদ্য মুঠে দেউ নাহি ভিকারি বেশরে বুলুছে দাণ্ডরে করম কি অটে কহি। এক লক্ষ স্বর্ণ মুদ্রা মন দেলে পাতক হইব মোর, ধিক এ জনম ধিক মোর প্রাণ হারতে কি বিচার। ତେବେ କ'ଣ କରିବା ସ୍ୱାମୀ? କେଉଁଠୁ ଦେବାଣି 1 ଲକ୍ଷ ସ୍ୱର୍ଣ୍ଣ? ମୁଁ କିଛି ଭାବି ପାରୁନି ରାଣୀ। রাজা হরিশ্চন্দ্র শ্রেষ্ঠ মনে ଅଛି ସେଦିନର କଥା। ଦେଇଥିଲୁ କଣ୍ଠ 1 ମାସ, ଆଜି ହେଉଛି 1 ମାସର ଶେଷ ଦିବସ। ଦିଅ ରାଜା ହରିଶ୍ଚନ୍ଦ୍ର 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଦାନର ଦକ୍ଷିଣା। মনে ଅଛି তবে শ্রেষ্ঠ, মনে ଅଛି, কিন্তু ଆଉ କିନ୍ତୁ କ'ଣ ରାଜା? ଭିକ୍ଷା ମାଗି ଦାଣ୍ଡେ ଦାଣ୍ଡେ ବୁଲୁଛୁ ଆମେ, ପୁତ୍ରକୁ ମୁଠେ ଖାଇବା ପାଇଁ ଦେଇପାରୁନି। 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ମୁଁ କେଉଁଠୁ ଆଣିଦେବି ତବେ? ରାଜା ହରିଶ୍ଚନ୍ଦ୍ର, আরে তুহি দেপুরে মুহি নবিরে নহিলে নরক গামি হপুরে তুহি দেপুরে। ছলনা না করো দক্ষিণা দিও মকর, ছলনা না করো দক্ষিণা দিও মকর। নহিলে নরক গামি হপুরে তুহি দেপুরে। কহুଥିଲୁ ବଡ଼ କଥା ହଲାଇବ, କହୁଥିଲୁ ବଡ଼ କଥା ହଲାଇବ ଆଗେ ମଥା।
শ্রেষ্ঠ অভিশাপ দেই ধ্বংস কর নাহি সংসার মোহ মাত্র আজ সূর্যাস্ত পর্যন্ত দিয়ন্তু সময় নিশ্চয় ମୁଁ ତୁମକୁ ଦେବି 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା উঠা আজি সূর্যাস্ত পর্যন্ত করিবি অপেক্ষা রাজা হরিশ্চন্দ্র তোর মনে রাখিবা উচিত মো প্রবল প্রতাপী বিশ্বত্রাস ঋষি বিশ্বামিত্র যদি আজি সূর্যাস্ত পূর্বরু ন দেবু দক্ষিণা অভিশাপ দেই চলিবি সংসার চলিবি সংসার অপেক্ষা করিলি আজি সূর্যাস্ত পর্যন্ত মো বিশ্বত্রাস বিশ্বামিত্র সূর্যাস্ত পর্যন্ত ଦେଇଛନ୍ତି সময় ঋষি বিশ্বামিত্র কেউঠু আনি দেবী দক্ষিণা 1 লক্ষ স্বর্ণ মুদ্রা କିଛି ବୁଦ୍ଧି ମୋତେ ଦିଶୁ ନାହିଁ ସଭ୍ୟା କିଛି ଦିଶୁ ସ୍ୱାମୀ ସଭ୍ୟା ମୁଁ ତୁମକୁ ଗୋଟେ କଥା କହିବି ତୁମେ ମୋ କଥା ରଖିବ ସ୍ୱାମୀ ନିଶ୍ଚୟ ରଖିବି ସଭ୍ୟା ସ୍ତ୍ରୀର ଅନ୍ୟ ନାମ ପତ୍ନୀ କାହିଁକି ହୋଇଥାଏ ତୁମେ ଜାଣିଛ এই পতনରୁ ରକ୍ଷା କରାଯାଏ ବୋଲି ସ୍ତ୍ରୀର ଅନ୍ୟ ନାମ ପତ୍ନୀ ତୁମେ ଠିକ କହିଛ ସଭ୍ୟା ତୁମେ ହେଉଛ ମୋର ଅର୍ଦ୍ଧାଙ୍ଗିନୀ ତୁମେ ମୋ ଜୀବନ ସାଥୀ ତୁମ କଥା ମୁଁ ନିଶ୍ଚୟ ରଖିବି ନିଶ୍ଚୟ ତୁମ କଥା ମାନି ऋषि विश्वामित्रଙ୍କ ଠାରୁ ହେବି ଋଣ ମୁକ୍ତ କୁହ ସଭ୍ୟା କ'ଣ କହୁଛ ତୁମେ ପରମ ମୋର ପତି ଦେବତା रखी बोले देव मोते बिक्री करी दक्षिण कुबे नटाई बासिम नयान नटाई बासिम नयान तुम्हारा मुही
ମିତ୍ର ପାଖକୁ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଦେଇପାରିବି ପତି ହୋଇ ମୁଁ କିପରି ମୋ ପତ୍ନୀକୁ ବିକ୍ରି କରିଦେବି କିପରି ସଭ୍ୟା তুমি কেউঠু দক্ষিণা দেব স্বামী কোন তুমি চাহুছ তোমারি ললাটে লাগিব কলঙ্ক ধ্বংস হয়েছিল আমার সংসার ମୋ କଥା ତୁମକୁ ରଖିବା ପାଇଁ ପଡ଼ିବ ସ୍ୱାମୀ ତୁମକୁ ମରଣ ଅଯୋଧ୍ୟାର ପୂର୍ବ ରାଜା ମାନେ ଏତେ କିରୋଟି ରଖେଇଛନ୍ତି ଇତିହାସ ପୃଷ୍ଠାରେ ଲେଖି ଦେଇଛନ୍ତି ପବିତ୍ର ଅଯୋଧ୍ୟା ନଗରୀକୁ ମୁଁ ତାଙ୍କ ନାମରେ କଳଙ୍କ ରଖିପାରିବି ଆଜି ମୁଁ ମୋ ପତ୍ନୀକୁ ବିକ୍ରି କରି ଋଣ ମୁକ୍ତ ହେବି ଇତିହାସ ପୃଷ୍ଠାରେ ଲେଖିଦେବ ରାଜା ହରିଶ୍ଚନ୍ଦ୍ର ପତ୍ନୀ ବିକ୍ରି କରି ହେଉଛି ଋଣ ମୁକ୍ତ କିଏ ଅଛ ବାବୁ ମାନେ ଦାସୀ ଗୋଟେ କ୍ରୟ କର ଆମକୁ ଋଣ ମୁକ୍ତ କର ଆସ ବାବୁ ଦାସୀ ଗୋଟେ କ୍ରୟ କର କିଏ ବାବୁ ଡାକୁଛ ଦାସୀ ବିକ୍ରୟ କରିବ ଦାସୀ ବାବୁ ମୁଁ ଡାକୁଥିଲି ବାବୁ ଦାସୀ ଗୋଟେ କ୍ରୟ କର ମତେ ଋଣ ମୁକ୍ତ କର ଏ ଘର ବିପଦରୁ ମତେ ଉଦ୍ଧାର କର ମୋର ଦାସୀଟିଏ ଦରକାର ଥିଲା ନହେଲେ ଆମ ଘରେ ସମସ୍ତେ ଉପବାସରେ ରହିବୁ ଯେ ଗୋଟେ ଦାସୀ ଆବଶ୍ୟକ ଥିଲା ନିଅନ୍ତୁ ବାବୁ ମୋ ଠାରୁ କ୍ରୟ କରି ନିଅନ୍ତୁ ଏ ଦାସୀକୁ ମତେ ଋଣ ମୁକ୍ତ କରିଦିଅନ୍ତୁ ମୋର ଠିକ ଏମିତିକା ଦାସୀଟି ଆବଶ୍ୟକ ଥିଲା ଆଚ୍ଛା ପୁଅ କହିଲୁ କେତେ କଉଡ଼ି ନବୁ କଉଡ଼ି ଏକ ମାତ୍ର 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଦିଅ ବାବୁ ଦାସୀ ବାବଦକୁ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ନାଇଁ ଥାଉ ମୁଁ ହାତରେ ରୋଷେଇ କରି ଖାଇ ପଛେ ମୁଁ ଯାଉଛି ନାଇଁ ବାବୁ କେତେ ଦେବେ କୁହନ୍ତୁ ବାବୁ ଏ ଘର ବିପଦରୁ ଆମକୁ ଉଦ୍ଧାର କରନ୍ତୁ ଆରେ ପୁଅ କହ କେତେ କଉଡ଼ି ନବୁ 50,000 ସ୍ୱର୍ଣ୍ଣ ମୁଦ୍ରା ଦିଅନ୍ତୁ ଏ ଦାସୀ ପଡ଼ରେ କ୍ରୟ କରନ୍ତୁ ହଉ ହେଲା ଚଳିବ ଅଧିକ ହେଇଗଲା କି କଣ ଭାବୁଛନ୍ତି ବାବୁ 50,000 ସ୍ୱର୍ଣ୍ଣ ମୁଦ୍ରା ଦିଅନ୍ତୁ ହଉ ହେଲା କହୁ କହୁ କହିଦେଲେଣି ତ ଏଇ ନିଏ ପୁଅ 50,000 ସ୍ୱର୍ଣ୍ଣ ମୁଦ୍ରା ହରେ 50,000 ସ୍ୱର୍ଣ୍ଣ ମୁଦ୍ରା
আচ্ছা পুଅ এই নে 50,000 স্বর্ণ মুদ্রা নে গণি করি নে গণি করি ধন্য করিদেল বাবু 50,000 স্বর্ণ মুদ্রা দেই মতে বিপদরু তুমি উদ্ধার করিদেল লিও বাবু এ দাসী কো সাগরে নেই যা আরে মা ডেরি হয়েছে আমি যাওয়া পড়ব বহুত বাট নিশ্চয় ଯିବି ବାପା ନିଶ୍ଚୟ ଯିବି ତୁମରି ସାଥେ ମୋତେ ଏଥର ବିଦାୟ ଦିଅନ୍ତୁ ସ୍ୱାମୀ ମୁଁ ଗଲାବେଳେ ତୁମ ନୟନର ଲୁହ ଦେଖିବାକୁ ଚାହେଁ ମୋର ହିତ ତୁମକୁ ଲାଗିଲା ମୋର ହିତ ତୁମକୁ আলো মা চলো আরে মা ଛାଡ଼ି ଦେଇ କୁଆଡ଼େ ଯାଉଥିଲ ମା ମୋତେ ତ ସାଙ୍ଗରେ ନେଇ ଚାଲ ମା ମୋତେ ତ ସାଙ୍ଗରେ বাবু নেই যাও বাবু ମୋ ପୁତ୍ରକୁ ତୁମ ସାଙ୍ଗରେ ନେଇଯାଅ ମା ଠାରୁ ପିଲାକୁ କିପରି ମୁଁ ଅଲଗା କରିପାରିବି ହାତ ଯୋଡୁଛି ବାବୁ ମୋ ପୁତ୍ରକୁ ନେଇଯାଅ କଣ ହେଲା এই পুଅটিକୁ ନେବି ଖାଇବ ନାଇବ ମୋ ଧନ ରହିବଟି ନାଇଁ তুমি ভয় করনি বাপ আমি জনক খাদ্যরে দুই জଣ যাক পেট পুরে ମୋ ଧନକୁ ମୋ ସାଥିରେ ନେବା ପାଇଁ ଅନୁମତି ଦିଅ ବାପା ହଉ ହେଲା ଯଦି ତୁମେ ଜଣକ ଖାଦ୍ୟ ଦୁଇ ଜଣ ଖାଇବ ମୋର ତାହେଲେ କିଛି ଆପତ୍ତି ନାହିଁ ତାହେଲେ ଆସ ଆସ ପୁଅ ଆରେ ମା ଯିବା ଡେରି ହେଇଯିବା ସବ୍ୟ ସମୟ ହାତରେ କାହାଣୀ ଲେଖୁଛି ହସରେ ଲୁହରେ ଭାଗ୍ୟ ତଳେ ଅଧା ବାଟରେ ଫୁଲ ବଦଳରେ ଏଠି ପଥର ପଡ଼େ ଚାଲେ ରେ ସୁଖ ହଉଛି କଲା ଅଧା ବାଟରେ ସୁଖ ହଉଛି କଲା ଅଧା ବାଟରେ
ସବୁ ସୁଖ ସରିଗଲା। ଯେଉଁ ରାଜା ହରିଶ୍ଚନ୍ଦ୍ର ଦିନେ ବୁଝୁଥିଲା କୋଟି କୋଟି ପ୍ରଜାଙ୍କ କଥା, ଆଜି ସେଇ ରାଜା ପତ୍ନୀ ପୁତ୍ରକୁ ବିକ୍ରି କରି ଦଉଛି 50,000 ସ୍ୱର୍ଣ୍ଣ ମୁଦ୍ରା। ଏପରି ଅଧର୍ମ ମଣିଷ ସଂସାରେ ବଞ୍ଚିବା ଦରକାର। রাজা হরিশ্চন্দ্র মনে আছে তোহার আজির কথা? সূর্যাস্ত পূর্বরু দেব 1,00,000 স্বর্ণ মুদ্রা। দে রাজা, ଆଉ ବିଳମ୍ବ କର ନାହିଁ। ଶ୍ରେଷ୍ଠ ପତ୍ନୀ ପୁତ୍ରଙ୍କୁ ବିକ୍ରି କରି ସଂଗ୍ରହ କରିଛି ସ୍ୱର୍ଣ୍ଣ ମୁଦ୍ରା, ମାତ୍ର 50,000 ସ୍ୱର୍ଣ୍ଣ ମୁଦ୍ରା। রাজা হরিশ্চন্দ্র ଆଉ 50,000 ସ୍ୱର୍ଣ୍ଣ ମୁଦ୍ରା ଦେ। ଦେବୀ ତପି ଶ୍ରେଷ୍ଠ, ଯାହା ତ ଥିଲା ସବୁ ଚାଲିଗଲା। রাজা হরিশ্চন্দ্র সত্য କରିଥିଲ ଦେବା ପାଇଁ ଦକ୍ଷିଣ। ଦେ ରାଜା, ତୁ ପରା ଅଛ, ଆଉ ଦିଅ 50,000 ସ୍ୱର୍ଣ୍ଣ ମୁଦ୍ରା। ତୁମେ ଠିକ କହିଛ ତପି ଶ୍ରେଷ୍ଠ। କେବଳ ବଞ୍ଚି ରହିଛି ଏ ହରିଶ୍ଚନ୍ଦ୍ର। ଏ ସମାଜରେ ହରିଶ୍ଚନ୍ଦ୍ର ବଞ୍ଚି ରହିକି ଲାଭ। ଆଜି ମୋ ନିଜକୁ ବିକ୍ରି କରି ତୁମକୁ ଦେବି 50,000 ସ୍ୱର୍ଣ୍ଣ ମୁଦ୍ରା। ଦେ ରାଜା ହରିଶ୍ଚନ୍ଦ୍ର, ସବୁଦିନ ପାଇଁ ତୁମ ଦାନର ଦକ୍ଷିଣାରୁ ମୁଁ ମୁକ୍ତ ହୋଇଯିବି। ଏ ବାବୁ ମାନେ, ଆସ ବାବୁ ମାନେ, ଦାସ ପଣରେ ମତେ କ୍ରୟ କର। ଆସ ବାବୁ ମାନେ, ଦାସ ପଣରେ ମତେ କ୍ରୟ କର। ଏ ବାବୁ ମାନେ, ଆସ ଦାସ ପଣରେ ମତେ କ୍ରୟ କର। ଘଣ୍ଟି ଘଣ୍ଟି କିଏ କହୁଛି କି ଦାସ ପଣରେ ବିକ୍ରି ହବ? ଘଣ୍ଟି ମୁଁ ଡାକୁଥିଲି ବାବୁ, ମୋତେ ଦାସପଣରେ କ୍ରୟ କରନ୍ତୁ, ମୋତେ ଋଣ ମୁକ୍ତ କରନ୍ତୁ ବାବୁ, ମୋତେ ଋଣ ମୁକ୍ତ କରନ୍ତୁ। ତମେ ଦାସ ପଣରେ ବିକ୍ରି ହବ? ଭଲ ଭଲ ଭଲ, ମୋର ବି ମଧ୍ୟ ଦାସଟିଏ ପ୍ରୟୋଜନ। ବାବୁ ମୁଁ ରହିବି ବାବୁ, ମୋତେ କ୍ରୟ କରନ୍ତୁ, କ୍ରୟ କରନ୍ତୁ ମୋତେ। ଆଚ୍ଛା ପୁଅ, ଦାସ କିଣା ବାବଦକୁ ତମେ କେତେ କଉଡ଼ି ନବ? ମାତ୍ର 50,000 ସ୍ୱର୍ଣ୍ଣ ମୁଦ୍ରା। 50,000 ସ୍ୱର୍ଣ୍ଣ ମୁଦ୍ରା ଦେଇ ମୋତେ ଋଣ ମୁକ୍ତ କରନ୍ତୁ ବାବୁ। ଦାସ ପଣରେ ଆପଣଙ୍କ ପାଖରେ ରଖନ୍ତୁ। ଏ ଘଣ୍ଟି, ଆରେ ପୁଅ ଦାସ କିଣା ବାବଦକୁ କେତେ ନବ କହିଲା ରେ? ଏଇ ମାତ୍ର 50,000 ସ୍ୱର୍ଣ୍ଣ ମୁଦ୍ରା ଶାନ୍ତେ। 50,000 ସ୍ୱର୍ଣ୍ଣ ମୁଦ୍ରା? ଆରେ ଦେଇଦେ ଦେଇଦେ, ସେ ଭଲ କି ଗଣି କରି ନଉ, ଦେଇଦେ। ହଉ ଶାନ୍ତେ, ଏଇ ନିଅ 50,000 ସ୍ୱର୍ଣ୍ଣ ମୁଦ୍ରା। ଧନ୍ୟ କରିଦେଲ ବାବୁ, ମୋତେ 50,000 ସ୍ୱର୍ଣ୍ଣ ମୁଦ୍ରା ଦେଇ ଜୀବନରେ ତୁମ ପାଖରେ ମୋତେ ଋଣୀ କରିଦେଲ। ଆଜି ମୋତେ ଋଣ ମୁକ୍ତ କରିଦେଲ।
ନିଅନ୍ତୁ ତପିଶ୍ରେଷ୍ଠ ନିଅନ୍ତୁ 50,000 ସ୍ୱର୍ଣ୍ଣ ମୁଦ୍ରା ନିଅନ୍ତୁ। ସାଧୁ ସାଧୁ ରାଜା ହରିଚନ୍ଦ୍ର କୀର୍ତ୍ତି ଧରା ଧରା ବକ୍ଷେ ରହିବା ଅକ୍ଷୁଣ୍ଣ। ଆଜି ମୁଁ ମୁକ୍ତ ଚିରମୁକ୍ତ ଆଜି ମୁଁ ଶାନ୍ତି ପାଉଛି ମହାଶାନ୍ତି। ବାପା ମୋତେ ଋଣମୁକ୍ତ କରିଦେବାରୁ ସାରା ଜୀବନ ମୁଁ ତୁମ ପାଖରେ ବନ୍ଧା ରହିଗଲି ବାପା। ନିଅ ବାପା ତୁମ ସାଥିରେ ମୋତେ ନେଇଛ। ଏଇରେ ଘଣ୍ଟି ଶାନ୍ତେ ଏରେ ପୁଅ ଏ ଜଣ୍ଡାଲଟାକୁ କଣ ଡାକିଲା ରେ ବାପା? ହଁ ଶାନ୍ତେ ଭାରି ଭଦ୍ର ଘରର ପିଲା ପରି ଜଣା ପଡୁଛି। ଭଲ ପିଲାଟିଏ ହୋଇଥିବ। ଆଚ୍ଛା ପୁଅ ତୋ ନାଁଟା କଣ କହିଲୁ? ମୋ ନାଁ ହରିଆ ହରିଆ ମୋ ନାଁ। ଇରେ ଘଣ୍ଟି ଶାନ୍ତେ ହେ ଶୁଣୁଛୁ ୟା ନାଁ କୁଆଡେ ହରିଆ ଆଉ ମୋ ମହାପ୍ରଭୁଙ୍କ ନାମ ବି ହରି। ହରିଆ ସବୁ ତାହାରି ଖେଳ ଘରରେ ସବୁ ତାହାରି ଖେଳ ଘର। ହଁ ଶାନ୍ତେ ସେଇ ସବୁରି କରତା କରି କରୁଛି ସେହି ତା ବିନୁ ଅନ୍ୟ ଗତି ନାହିଁ। ଇରେ ଘଣ୍ଟି ଶାନ୍ତେ ମୁଁ କଣ କହୁଥିଲି କି ମୋ ମହାପ୍ରଭୁଙ୍କ ଗୀତଟା ଟିକେ ଗାଇଲୁ ଏ ହରିଆ ଆମର ଶୁଣିବ ଆଉ ଆନନ୍ଦରେ ଆମ ସାଥିରେ ଚାଲିବ। ବେ ଗା ଗାଉଛି ଶାନ୍ତେ।